ଭାଇର କଣ ହେଲା ଲୋ ସାପ କାମୁଡି ଯାଇଛି ହେ ପ୍ରଭୁ ଭାଇକି ବଞ୍ଚେଇ ଦିଅ ପ୍ରଭୁ ମୋ ଭାଇକି ବଞ୍ଚେଇ ଦିଅ ପ୍ରଭୁ ଜମାରୁ ବ୍ୟସ୍ତ ହୁଅନି ବଶ୍ଚ ପ୍ରଭୁ ତମ ଭାଇ ଅବଶ୍ୟ ବଞ୍ଚିବ। ଆଜ୍ଞା ପ୍ରଭୁ ତମେ ଗୋଟେ ସାପୁଆ ଖେଳାବାକୁ ଯାଅ ଆଜ୍ଞା ସେ ନାଗମଣି ସାହାଯ୍ୟରେ ଆଜ୍ଞା। ତମ ଭାଇକୁ ଜୀବନ ଦାନ ଦେଇପାରିବ। ଆଜ୍ଞା ମୁଁ କିଛି କରିବି ଚାଲ 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 ବାବା ବାବା ସବୁ ବାବା ମୋ ଭାଇ ବଞ୍ଚେଇ ଦିଅ ମୋ ଭାଇ କି ତାହେଲେ ନାଗ କାମୁଡି ଦେଇଛି ନା ଧଣିଆ କାମୁଡିଛି? ନାଗ 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 କାମୁଡିଛି। ତମ ଭାଇ ତାହେଲେ ବିନା ନାଗ ବିନା ବଞ୍ଚି ପାରିବନି, ସେଥିପାଇଁ ବହୁତ ପଇସା ଲାଗିବ। ବାବା ଯେତେ ପଇସା ଖର୍ଚ୍ଚ ହବ ମୁଁ ଦେବି ଆଜ୍ଞା ବାବା। ତାହେଲେ ଆସ ମୋ ସାଙ୍ଗରେ ଆମେ ଗୋଟେ ଘୋର ବନସ୍ତକୁ ଯିବା ଚାମୁଣ୍ଡା। ଚାଲନ୍ତୁ ଆଜ୍ଞା ଚାଲନ୍ତୁ। ବାବା ମୁଁ ଆପଣଙ୍କର କି ସେବା କରିପାରିବି ବାବା? ଏ ନାଗ ମତେ ତୋର ନାଗମଣି ଦରକାର, ଦେଇପାରିବୁ? ନା ମୁଁ ନାଗମଣି ଦେଇପାରିବିନି। ନହେଲେ ମୁଁ ତତେ ଭସ୍ମ କରିଦେବି। ଆଜ୍ଞା ବାବା ମୁଁ ନାଗମଣି ଦଉଛି, ଆପଣ ମତେ ଭସ୍ମ କରନ୍ତୁନି। ଏଇ ନିଅନ୍ତୁ ବାବା ନାଗମଣି ନିଅନ୍ତୁ।